ଷଣ୍ଢପଥର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ମହୋତ୍ସବ। ସୂଚନା ଅନୁଯାୟୀ ଜମନକିରା ବ୍ଲକ ଷଣ୍ଢପଥର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ତୀର୍ଥରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଷଣ୍ଢପଥର ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗଦେଇ ମଶାଲ ଜାଳି କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନାମୟୀ ଜ୍ୟୋତ୍ସ୍ନା ଦାସ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀମାନଙ୍କ ଜୀବନରେ କି ପ୍ରକାର ଶିକ୍ଷା ଓ ଶାରୀରିକ ସ୍ତରରେ ଲାଭ ଦେଇଥାଏ ସେ ନେଇ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ମଙ୍ଗଳ ଅଧିକାରୀ ଐଶ୍ୱର୍ଯ୍ୟ ନାୟକ, ଶିକ୍ଷକ ସଂଘର ସଭାପତି ବୀରେନ୍ଦ୍ର କୁମାର ପଟେଲ, ବିନାୟକ ପାଣ୍ଡେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଦୌଡ଼, ସଟଫୁଟ, ଡିସ୍କସ୍ ଥ୍ରୋ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ମ୍ୟାଜିକ ଚେୟାର, ଦୌଡ଼ ଡିଆଁ ଆଦି ଖେଳ ପ୍ରତିଯୋଗିତାମାନ ହୋଇଥିଲା। ସ୍କୁଲରେ ସରକାରୀ ଶିକ୍ଷକ କାହ୍ନୁଚରଣ ଦାସ, ଉର୍ମିଲା ସିଂ ମହାପାତ୍ର, ଜ୍ୟୋତି କିଷାନ, ଦମୟନ୍ତୀ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଖେଳଗୁଡ଼ିକ ଖେଳ ଶିକ୍ଷକ ନାରାୟଣ ପ୍ରଧାନ, ତପନ ଖୁଣ୍ଟିଆ ପରିଚାଳନା କରିଥିଲେ। ଜମନକିରାରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। ମୁଁ ଶ୍ରୀ ତୀର୍ଥରାଜ ନାୟକ, ପ୍ରଧାନ ଶିକ୍ଷକ ଷଣ୍ଢପଥର ଆଶ୍ରମ ବିଦ୍ୟାଳୟ। ଆଜି ହେଉଛି ଆମର ଦ୍ୱିତୀୟ ବାର୍ଷିକ ସ୍ପୋର୍ଟସ୍ ପ୍ରତିଯୋଗିତା। ଏଇଠି ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନା ନିମନ୍ତେ ଆମେ ସବୁବେଳେ ପ୍ରଚେଷ୍ଟା ରହୁଛୁ। ମହାତ୍ମା ଗାନ୍ଧୀ କହିଥିଲେ ଅଲ୍ ରାଉଣ୍ଡ ଡେଭଲପମେଣ୍ଟ ଇଜ୍ ଦି ଏଜୁକେସନ୍। କେବଳ ଖାଲି ପାଠ ପଢ଼ିଲେ ପିଲାର ଉନ୍ନତି ସାଧିତ ହେବ ନାହିଁ, ତା'ର ମାନସିକ ବିକାଶ, ବୌଦ୍ଧିକ ବିକାଶ ଖେଳ ମାଧ୍ୟମରେ ହୋଇପାରିବ। ଆମର ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆମେ ସମସ୍ତଙ୍କୁ ପ୍ଲାଟଫର୍ମ ଦେଉଛୁ ଯେପରି ସମସ୍ତେ ଭାଗ ନେଇ ତାଙ୍କର ଯେଉଁ ଲୁକ୍କାୟିତ ପ୍ରତିଭା ଗୁଡ଼ିକ ରହିଯାଇଛି ତା'ର ବିକାଶ ପାଇଁ। ଯିଏ ଖେଳକୁଦରେ ଭଲ ଅଛି ତାକୁ ଆମେମାନେ ଚିହ୍ନଟ କରି ତାକୁ ଉପଯୁକ୍ତ ପ୍ଲାଟଫର୍ମରେ ଆମେ ପହଞ୍ଚିବାକୁ ଚେଷ୍ଟାରତ ସବୁବେଳେ ରହୁଛୁ। ଆଜିର ଦିନରେ ପିଲାମାନେ ବହୁତ ଖୁସି ଅଛନ୍ତି, ଆଉ ଭଲ ହିସାବରେ ସମସ୍ତେ ଭାଗ ନେଉଛନ୍ତି। ଠିକ୍ ଅଛି, ଏତିକି କହି ବର୍ତ୍ତମାନ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।